କାଲି କହିଥିଲି କି ଗାଈ କାହିଁକି ରଖିବା କଥା ନୁହେଁ। ଆଜି ବି ସେଇ କଥା, ଗାଈ କଣ ପାଇଁ ରଖିବା କଥା। ହଁ, ଇଏ ବଡ ହଉ ଛୋଟ ହଉ, ଗାଈ ରଖିଲା ମାନେ ଆମକୁ ନିର୍ଦ୍ଧାରିତ ସମୟରେ ଘରକୁ ଆସିବାକୁ ପଡିବ। ଆମର ଟାଇମ 2ଟାରୁ 4ଟା କି 5ଟା ଟ୍ରିଟମେଣ୍ଟ ପେସେଣ୍ଟ କଲା ବେଳକୁ ଲେଟ୍ ହେଇଯାଇପାରେ। ଏମାନଙ୍କର ଲେଟ୍ ହବନି। ଲେଟ୍ ହେଲା ମାନେ ଇଏ ସବୁ ରାଗ ଏମିତି ସୁଝେ, କଣ ପାଇଁ ଲେଟ୍ ରେ ଆସିବି। ଦେଖ, ଦେଖ, ମାନେ କାହିଁକି ଆଜି ମୋର ଲେଟ୍ ହେଇଛି, ଏଟା ହଉଛି ମୋ ପନିଶମେଣ୍ଟ। ଏଗୁଡା ତମେ ପାଇବ। ଆଉ ଗୋଟେଠୁ ନୁହେଁ, ଯେତେ ତାଙ୍କ ପାଖକୁ ଯିବ, ଯାହା ପାଖକୁ ଯିବ, ଏବେ ଇଏ ପନିଶମେଣ୍ଟ ଦବ। ଏଗୁଡା ସବୁ ହଉଛି ପନିଶମେଣ୍ଟ। ହଁ, ଏଗୁଡା ସବୁ ହଉଛି ପନିଶମେଣ୍ଟ। ଦେଖ, ଗାଈ ମାନେ ସବୁ କେମିତି ପନିଶ କରନ୍ତି। ଏବେ ଧର ଆମେ ଭାବିବା, ଆଚ୍ଛା ମୁଁ ଟାଇମରେ ତୋତେ ଖାଇବାକୁ ଦେଇଥିଲି ଲକ୍ଷ୍ମୀ। ହଁ, ତାମାନେ ଇଏ ଠିକ ଅଛି, ଠିକ ଅଛି ତ, ମୁଁ ଚାଲିଲି ତାହେଲେ, ବାଏ। ନାଇଁ, ତାହେଲେ ଭୁଲ ହେଇଗଲା। ହଉ, ଆଚ୍ଛା, ଇଏ ହେଲା ଗୋଟେ ନେଗେଟିଭ ପଏଣ୍ଟ। ସମସ୍ତେ ତମକୁ ଗାଳି ଦେବେ। ଏମାନଙ୍କ ଗାଳି ଦବାର ଷ୍ଟାଇଲ ହଉଛି ଏଇଟା, ହଁ ନା ନାଇଁ? ଗାଳି ଦବାର ଷ୍ଟାଇଲ ନା ନାଇଁ? ତମେ ଆସିବ, ସେମାନେ ତମକୁ ଗାଳି ଦେବେ। ହଁ, କଣ? ହଉ, ତ ଇଏ ହେଲା ଗୋଟେ ନେଗେଟିଭ ପଏଣ୍ଟ। ସେକେଣ୍ଡ ପଏଣ୍ଟ ତ ହେଇଗଲା, ଏଟା ଏବେ ଥାର୍ଡ। କଣ ଚଞ୍ଚଳା? ଏମାନେ ଗାଈ ମାନେ ତମକୁ ଚାଟି ଦେବେ ଯେ ଏବେ ତମକୁ ଗାଧେଇବ, ମାନେ ଭାବିଲେ ସେମିତି ହବ। ନହେଲେ ଇଏ ଏମିତି ତମର ଚାଟୁଥିବେ ରାତି ସାରା। ଆଚ୍ଛା, ଇଏ ହଉଛି ଚଞ୍ଚଳା। ଆଚ୍ଛା, ୟାକୁ ଯେତେବେଳେ ଆଣିଥିଲୁ, ୟା ନାଁ ହେଲା ନନ୍ଦିନୀ। ୟା ମା ନଥିଲା, ତ ଇଏ ବିନା ମା ଛୁଆ। ତ ଇଏ ସବୁବେଳେ ନନ୍ଦିନୀ ନନ୍ଦିନୀ, ତ ଇଏ ତା ରେସ୍ପନ୍ସ ସେମିତି, ସେ ସବୁବେଳେ ଚାହିଁବ ଯେ ମୁଁ ତା ପାଖେ ରୁହେ। ସେଟା ହେଇପାରିବ ତ ନେଗେଟିଭ। ତମେ ପୁଣି ଯିଏ ହେଲେ ତ ଯିବ କୁଆଡେ ଗୋଟେ କାମ କରିବ ନା ନାଇଁ? ନା, ଇଏ ଉଫ୍, ଆଜି ହଉ ଠିକ ଅଛି, ମାନେ ଆଜି 12 ଘଣ୍ଟା ମୁଁ ଦେଖା କରିଲି ବୋଲି ଏଗୁଡା ହଉଛି ମୋର ପନିଶମେଣ୍ଟ। ତ ଏମିତି ରଖିବା କଥା ଗାଈ ନା ନାଇଁ? ରଖିଲେ ସେମ ଥିଙ୍ଗ, ତମେ ଆସିଲେ ଏଗୁଡା ସବୁ, ଏଇଟା ହେଲା ଆମ ନ୍ୟୁ ଇୟର ର ସ୍ମୋକ। ନ୍ୟୁ ଇୟର ର ଏଇଭଳିଆ ସବୁ ସ୍ମୋକ ବାହାରିବ, ଏମାନେ ସବୁ ଏମିତି ବସିଥିବେ। ଆଚ୍ଛା, ବ୍ଲାଙ୍କେଟ ଗୋଟେ ନାହିଁ, ପୁଣି ତାଙ୍କର ରେଗୁଲାରଲି ମାନେ ସବୁଠୁ ବଡ ଇମ୍ପୋର୍ଟାଣ୍ଟ ଜିନିଷ ହେଲା, ସେମାନେ ତମର ଲାଇଫ ଟାକୁ ମାନେ ସ୍ୱପ୍ନ ବି ତମର ବଦଳେଇ। ଏଇଟା ଗୋଟେ ମୋର ସେମାନଙ୍କ ସାଙ୍ଗେ କମ୍ପ୍ଲେନ, ଗୋଟେ ନେଗେଟିଭ। ରାତିରେ ଯଦି ତାକୁ ଯଦି ବ୍ଲାଙ୍କେଟ ଦିଆ ହେଇଛି, ଯଦି ମୁତିଦେଲେ ସେମିତି ଛିଡା ହେଇଛି ରାତି 2:30, 3ଟା କି 2ଟା ବେଳକୁ, ତମ ମନ ତମକୁ ଟେଲିପାଥି ଯାଉଛି କଣ ନା ଗାଈ ମନ ଛିଡା ହେଇଛି, ଆଉ ତମେ ସତରେ ଆସି ଦେଖିବ ସେ ଛିଡା ହେଇଥିବ। ଇଏ ତମକୁ ଶୋଇବାକୁ ବି ଦବ। ତ ଯାହାକୁ ଦରକାର ଯେ ଆରାମସେ ଶୋଇବୁ, କେମିତି ଲାଇଫରେ ବଢିଆ ବଢିଆ ସ୍ୱପ୍ନ ଦେଖିବୁ, ଏ ସ୍ୱପ୍ନ ବି ଗଲା। ତ ଯାହାକୁ ଦରକାର ନାହିଁ ଯେ ସ୍ୱପ୍ନ ନବନି, ତାହେଲେ ଗାଈ ରଖିବୁ। ଆଉ ଯାହାକୁ ଦରକାର ଯେ ଆମେ ବଢିଆ ବଢିଆ ସ୍ୱପ୍ନ ଦେଖିବୁ, କୁଆଡେ ଗୋଟେ ବାହାରକୁ ଯାଉଥିବୁ, କୁଆଡେ ଗୋଟେ ବୁଲୁଥିବୁ, କଣ ଗୋଟେ କରୁଥିବୁ, ନା, ଏମାନଙ୍କୁ ରଖିଲା ମାନେ କାହା ସ୍ୱପ୍ନ ଦେଖିବ? ନନ୍ଦିନୀ, ଚଞ୍ଚଳା,
ଏମାନଙ୍କର ହିଁ ସ୍ୱପ୍ନ ଦେଖିବୁ। ଦ୍ୟାଟ୍ସ ଏ ଡ୍ରିମ୍। ଆଉ ସେଇଠି ତ ଆମର ପଡିଛି ଗୋଟେ ବଳିଆ। ଆଜି ମୁଁ ତାକୁ ଆଜି ଗୋଟେ ଦେଖେଇ ଦଉଛି। 6 ମାସ ହେଇଗଲା, 6 ମନ୍ଥs ହେଲାଣି। ତାକୁ ଆମେ ଦିନକୁ 2 ଥର ତାକୁ ଆମେ ରଖୁଛୁ, ଉଠଉଛୁ, ଚଲେଇଛୁ ଆମ କାମ। ବଟ୍ ଏତେ ଗେଲା, ୟା ଭିତରେ ସେ ବନ୍ଦ ହେଇକି ଅଛି। ଏଇଟା ତା ପୁଲି ଉପରେ ଅଛି, ୟା ଭିତରେ ସେ ବନ୍ଦ ହେଇକି ଅଛି ଆମର ବଳିଆ। ତା ପାଇଁ ବି ଗୋଟେ ବ୍ଲାଙ୍କେଟ ଦିଆହେଇଛି। ଏଇଟା ତା ମଶାରୀ, ଆଉ କେହି ମଶା କାମୁଡିବେ ନା ବଳିଆ, ତାକୁ ବି ବ୍ଲାଙ୍କେଟ ଦିଆହେଇଛି। ତ ଏୟା ନାହିଁ, ଯୋଉମାନେ ଅଛନ୍ତି କିଏ ଇଞ୍ଜର୍ଡ ହେଇକି ଆସିଛି ତା ପାଇଁ ବି ଗୋଟେ ବ୍ଲାଙ୍କେଟ ଦିଏ। ଓ ସେ ଆସିଲା ମାନେ ସେ କେତେ ଖୁସି ହେଇଯାଉଛି। ଓ ହଁ ହଁ, ଏ 6 ମାସ ହେଲାଣି ଆକ୍ସିଡେଣ୍ଟ ହେଇକି ଆସିଥିଲା, ଆମ ପାଖରେ ଆଜି ପର୍ଯ୍ୟନ୍ତ ଅଛି। ଶୋଚ, ତୋ ପାଇଁ ମଶାରୀ ବି ଅଛି, ମୋ ପାଖେ ତ ନିଆଁ ଜଳେଇ ହବନି, ନଡା ଅଛି, ତୋ ପାଇଁ ଏଭ୍ରିଥିଙ୍ଗ ଅଛି। ହାତ ବଢି, ଆଉ ପୁଣି କଣ, ଆଉ 31st ନାଇଟ୍ ପାର୍ଟି, କ୍ରୁଜ, ଲୋକଙ୍କର କେତେ ଗୀତ ଫୀତ ବାଜୁଥିବ। ଆମ ଗୀତ ହେଲା ଏଇମାନେ ଏଇମାନେ ଆମ ଗୀତ, ଏଇମାନେ ଆମର ମାନେ ପ୍ରାୟୋରିଟିଜ। ତ ରଖିବା କଥା ନା ରଖିବା କଥା ନୁହେଁ, କମେଣ୍ଟ ସେକ୍ସନରେ ସମସ୍ତେ କୁହ, ସମସ୍ତେ ମାନେ ଯୋଉମାନେ ରଖିବାକୁ ଭାବୁଥିବେ, ଇଏ ଇନଷ୍ଟାଗ୍ରାମ ଫେସବୁକ ରୁ ଦେଖିକି ମନ ଖୁସି କରିକି ମୁଁ ଗାଈ ଧରିକି ପଳେଇ ଆସିବି ଯେ ଗୋମାତା ର କାମ କଲେ, ତାଙ୍କ ଫଟୋ ଉଠେଇଲେ, ତାଙ୍କର ଏ ସବୁ ଜିନିଷ, ମାନେ ସେ ଗୋଟେ ଭଗବାନ, ଗୋମାତା ଗୋଟେ ଭଗବାନ। ଏବେ ଦେଖ, ୟାଙ୍କୁ ଆଣିଲା ପରେ ଯୋଉମାନେ ଭାବୁଥିବ ମୁଁ ସବୁଦିନ ଏଭ୍ରିଡେ କିଛି 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 ଜିନିଷ କହିଛି, ଯୋଉମାନେ ବି ଗାଈ ରଖିବାକୁ ଭାବୁଥିବେ, ଥରେ ନାଇଁ 10 ଥର ଚିନ୍ତା କରିବାକୁ ପଡିବ। ରଖିଲା ପରେ ତାଙ୍କୁ ଛାଡି ପାରିବ ନାହିଁ, ଛାଡିଲା ମାନେ ତମେ ଆଉ ମନ ଭିତରେ ରହିପାରିବ ନାହିଁ। ଆଚ୍ଛା, ଇଏ ବ୍ଲାଙ୍କେଟ ସେ ମୁତି ଦେଲା ପରେ ପୁଣି ନୂଆ ରେଡି ଥିବ। ଏମିତି ଆମର କଣ୍ଟିନ୍ୟୁଅସଲି ରାତି 4 କଣ 5 କଣ 2 କଣ ଡ୍ରିମ୍ସ କୁ ଛାଡିଦବ ଡନ୍। ତ ଆମେ କାଲି ପୁଣି ମୁଁ ନେଇକି ଆସିବି ଆଉ ପୁଣି 2-3ଟା ନେଗେଟିଭ ଫ୍ୟାକ୍ଟ, ଗାଈ ରଖିବା କଥା ନା ରଖିବା କଥା ନୁହେଁ। ଥ୍ୟାଙ୍କ ୟୁ, ଗୁଡ୍ ନାଇଟ୍।